ଆଜିର ପ୍ରସଙ୍ଗ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଙ୍କଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି, ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି। ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ ମାନବ ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ। ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ର ଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ାଗଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ। ଏହାଦ୍ୱାରା ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 1,21,000 ଏକର ଜଳ ଉତ୍ସ ଏବଂ 12,750 ଏକର ସବୁଜ ଅଞ୍ଚଳକୁ ପୁନରୁଦ୍ଧାର କରିବାର ପ୍ରୟାସ ହୋଇଛି। ଏଥିରେ 900ରୁ ଅଧିକ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଛି। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯାଇପାରୁଛି। ଜଳଶକ୍ତି ଅଭିଯାନ ଜନଭାଗିଦାରୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 79ଟି ନଗର ନିଗମ ମାଧ୍ୟମରେ 1,99,278ଟି ଜଳ ରିଚାର୍ଜ ଗଠନ କରାଯାଇଛି। ସହରାଞ୍ଚଳଗୁଡ଼ିକରେ ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଜଳ ଅପଚୟକୁ ରୋକିବା ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।